ନବରାତ୍ରିରେ ମାଙ୍କର 9ଟି ରୂପ। ଆଜି ଆମେ ଶୁଣିବା ନବରାତ୍ରି କଥା। 9 ଦିନର ଏକ ବିସ୍ତୃତ କାହାଣୀ। ନବରାତ୍ରି ହିନ୍ଦୁ ଧର୍ମରେ ଏକ ଅତ୍ୟନ୍ତ ପବିତ୍ର ପର୍ବ, ଯାହା ପ୍ରତିବର୍ଷ ଆଶ୍ୱିନ ମାସର ପ୍ରଥମ ଦିନରୁ ଆରମ୍ଭ ହୋଇ 9 ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ପର୍ବ କେବଳ ଦେବୀ ଦୁର୍ଗାଙ୍କ 9ଟି ରୂପର ପୂଜା ପାଳନ କରେ ନାହିଁ, ବରଂ ଜୀବନରେ ଧାର୍ମିକତା, ଶକ୍ତି, ଜ୍ଞାନ, ସାହସ ଏବଂ ଭକ୍ତିର ବିଜୟର ପ୍ରତୀକ ମଧ୍ୟ। ପ୍ରଥମ ଦିନରେ ଭକ୍ତମାନେ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରନ୍ତି। ଶୈଳପୁତ୍ରୀ ହେଉଛନ୍ତି ହିମାଳୟଙ୍କ କନ୍ୟା ଏବଂ ସତୀଙ୍କ ପୁନର୍ଜନ୍ମ। ସେ ତାଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଧରିଛନ୍ତି। ସେ ଶାନ୍ତ ଏବଂ କୋମଳ ଭାବରେ ସିଂହ ଉପରେ ବସିଛନ୍ତି। ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କ ଜୀବନରେ ସ୍ଥିରତା, ସ୍ୱାସ୍ଥ୍ୟ, ମାନସିକ ଏବଂ ଆଧ୍ୟାତ୍ମିକ ସମୃଦ୍ଧି ଆସିଥାଏ। କିମ୍ବଦନ୍ତୀ ଅନୁସାରେ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ପାପ ନଷ୍ଟ ହୁଏ ଏବଂ ଘରେ ଶାନ୍ତି ଏବଂ ସୁଖ ଆସେ। ଯେଉଁ ଭକ୍ତମାନେ ଉପବାସ ପାଳନ କରନ୍ତି ଏବଂ ତାଙ୍କ କାହାଣୀ ଶୁଣନ୍ତି, ସେମାନେ ଜୀବନରେ ଆତ୍ମନିମନ୍ତ୍ରଣ ଏବଂ ଅଟଳ ଭକ୍ତି ପ୍ରାପ୍ତ କରନ୍ତି। ଦ୍ୱିତୀୟ ଦିନରେ ଭକ୍ତମାନେ ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରନ୍ତି। ସେ ତପସ୍ୟା ଏବଂ ନିରପେକ୍ଷତାର ପ୍ରତିମୂର୍ତ୍ତି। ତାଙ୍କ ହାତରେ ଏକ ମାଳା ଏବଂ ଏକ ଜଳପାତ୍ର ଧାରଣ କରନ୍ତି ଏବଂ ତାଙ୍କର ରୂପ ଅତ୍ୟନ୍ତ ଶାନ୍ତ ଏବଂ ଦିବ୍ୟ। କିମ୍ବଦନ୍ତୀ ଅନୁସାରେ ପାର୍ବତୀ ଭଗବାନ ଶିବଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ବର୍ଷ ବର୍ଷ ଧରି କଠୋର ତପସ୍ୟା କରିଥିଲେ। ସେ ଫଳ ଏବଂ ଜଳ ତ୍ୟାଗ କରିଥିଲେ, ବର୍ଷ ବର୍ଷ ଧରି ଖାଦ୍ୟ ଏବଂ ଜଳ ବିନା ରହିଥିଲେ। ଦେବୀ ବ୍ରହ୍ମଚାରୀଙ୍କୁ ପୂଜା କରିବା ଦ୍ୱାରା ଭକ୍ତମାନଙ୍କୁ ଆତ୍ମନିମନ୍ତ୍ରଣ, ସାହସ ଏବଂ ତପସ୍ୟାର ଶକ୍ତି ପ୍ରଦାନ କରାଯାଏ। ଯେଉଁମାନେ ନିଃସ୍ୱାର୍ଥପର ଭକ୍ତି ଏବଂ ବିଶ୍ୱାସ ସହିତ ଦେବୀ ବ୍ରହ୍ମଚାରୀଙ୍କ କାହାଣୀ ଶୁଣନ୍ତି, ସେମାନେ ସମସ୍ତ କଷ୍ଟ ଏବଂ ଭୟରୁ ମୁକ୍ତି ପାଆନ୍ତି। ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟା ପୂଜାପ୍ରାପ୍ତରେ ଉପବିଷ୍ଟ। ତାଙ୍କ ମସ୍ତକରେ ଅର୍ଦ୍ଧଚନ୍ଦ୍ର ସଜ୍ଜିତ ଏବଂ ସେ ତାଙ୍କ 10 ହାତରେ ଅସ୍ତ୍ର ଧାରଣ କରନ୍ତି। ଦେବୀଙ୍କ ଏହି ରୂପ ଶାନ୍ତ ଏବଂ କୋମଳ ତଥାପି ଉଗ୍ର। ଦେବୀ ଚନ୍ଦ୍ରଘଣ୍ଟା ରାକ୍ଷସମାନଙ୍କୁ ବିନାଶ କରନ୍ତି ଏବଂ ଭକ୍ତମାନଙ୍କୁ ସାହସ ଏବଂ ଉତ୍ସାହରେ ପୂର୍ଣ୍ଣ କରନ୍ତି। କାହାଣୀରେ କୁହାଯାଇଛି ଯେ ତାଙ୍କୁ ଦେଖିବା ଏବଂ ପୂଜା କରିବା ଦ୍ୱାରା ଜୀବନରୁ ଭୟ ଦୂର ହୁଏ ଏବଂ ନିର୍ଭୀକ ଭାବରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାକୁ ଅନୁମତି ମିଳେ। ଚତୁର୍ଥ ଦିନରେ ମାତା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ସେ ବ୍ରହ୍ମାଣ୍ଡର ମାତା। ତାଙ୍କର 8ଟି ହାତରେ ଏକ କମଣ୍ଡକୁ, ଏକ ଧନୁ ଏବଂ ତୀର, ପଦ୍ମ, ଅମୃତ ପାତ୍ର ଏବଂ ଅନ୍ୟାନ୍ୟ ଦିବ୍ୟ ଅସ୍ତ୍ର ରହିଛି। ତାଙ୍କର ତେଜ ଏବଂ ହସ ସୃଷ୍ଟିର ଉତ୍ସ ଥିଲା। ମାତା କୁଷ୍ମାଣ୍ଡାଙ୍କୁ ପୂଜା କରିବା ଦ୍ୱାରା ଶକ୍ତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ମିଳିଥାଏ। କାହାଣୀ ଅନୁସାରେ ଯେଉଁମାନେ ଉପବାସ ପାଳନ କରନ୍ତି ଏବଂ ମାତା କୁଷ୍ମାଣ୍ଡାଙ୍କୁ ପୂଜା କରନ୍ତି, ସେମାନେ ରୋଗ, ଦୁଃଖ ଏବଂ ଦାରିଦ୍ର୍ୟରୁ ମୁକ୍ତି ପାଆନ୍ତି। ପଞ୍ଚମ ଦିନରେ ଭକ୍ତମାନେ ମାତା ସ୍କନ୍ଦମାତାଙ୍କୁ ପୂଜା କରନ୍ତି। ସ୍କନ୍ଦମାତା ଶିଶୁ ସ୍କନ୍ଦକୁ ନିଜ କୋଳରେ ଧରିଥାନ୍ତି ବା କାର୍ତ୍ତିକେୟକୁ ଧରିଥାନ୍ତି। ତାଙ୍କର ରୂପ ମାତୃତ୍ୱ ଏବଂ କରୁଣାର ପ୍ରତୀକ। ତାଙ୍କ ପୂଜା କରିବା ଦ୍ୱାରା ସନ୍ତାନ ସୁଖ, ସମୃଦ୍ଧି ଏବଂ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ ହୁଏ। କାହାଣୀ କହେ ଯେ ଏକ ନିଃସନ୍ତାନ ଦମ୍ପତି ସ୍କନ୍ଦମାତାଙ୍କୁ ସମ୍ମାନ କରିବା ପାଇଁ ଉପବାସ ପାଳନ କରିଥିଲେ ଏବଂ ଏକ ପୁତ୍ର ସନ୍ତାନ ପ୍ରାପ୍ତି କରିଥିଲେ। ସେବେଠାରୁ ସ୍କନ୍ଦମାତାଙ୍କ ପୂଜା ସନ୍ତାନ ସୁଖ ପାଇଁ ବହୁତ ଫଳପ୍ରଦ ବିବେଚନା କରାଯାଏ। ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପୂଜା କରାଯାଏ।
ସେ ମହିଷାସୁର ମର୍ଦିନୀ ଭାବରେ ପ୍ରସିଦ୍ଧ, ଯିଏ ଧର୍ମର ସୁରକ୍ଷା ପାଇଁ ରାକ୍ଷସମାନଙ୍କୁ ବଧ କରିଥିଲେ। ତାଙ୍କ ପୂଜା ଭକ୍ତମାନଙ୍କୁ ସାହସ, ଶକ୍ତି ଏବଂ ଅସୁବିଧା ଉପରେ ବିଜୟ ପ୍ରଦାନ କରେ। କିମ୍ବଦନ୍ତୀ ଆମକୁ କୁହେ ଯେ ଯେଉଁ ଭକ୍ତ ମହିଳାମାନେ କାତ୍ୟାୟନୀଙ୍କୁ ବିବାହ ପାଇଁ ପ୍ରାର୍ଥନା କରିଥିଲେ ସେମାନେ ସେମାନଙ୍କର ଇଚ୍ଛିତ ସ୍ୱାମୀ ପାଇପାରିଥିଲେ ଏବଂ ସଫଳ ବୈବାହିକ ଜୀବନଯାପନ କରିପାରୁଥିଲେ। ସପ୍ତମ ଦିନରେ ଦେବୀ କାଳରାତ୍ରିଙ୍କୁ ପୂଜା କରାଯାଏ। ତାଙ୍କର ରୂପ ଭୟଙ୍କର ଏବଂ ତଥାପି ଏହା ତାଙ୍କ ଭକ୍ତମାନଙ୍କ ପାଇଁ ଲାଭଦାୟକ। ସିଂହ ଉପରେ ବସି ତାଙ୍କର ଚାରି ହାତରେ ଖଣ୍ଡା ଏବଂ ଲୁହା କଣ୍ଟା ଧରି ସେ ଶତ୍ରୁ ଏବଂ ଦୁଷ୍ଟକୁ ବିନାଶ କରନ୍ତି। ଦେବୀ କାଳରାତ୍ରିଙ୍କୁ ପୂଜା କରିବା ଦ୍ୱାରା ଭୟ, ନକାରାତ୍ମକ ଶକ୍ତି ଏବଂ ବାଧା ଦୂର ହୁଏ। ଭକ୍ତଙ୍କୁ ସାହସ ଏବଂ ଆତ୍ମବିଶ୍ୱାସ ପ୍ରଦାନ ହୁଏ। ଅଷ୍ଟମ ଦିନରେ ଦେବୀ ମହାଗୌରୀଙ୍କୁ ପୂଜା କରାଯାଏ। ସେ ଧଳା, ପବିତ୍ର। ତାଙ୍କର ପୂଜା କରିବା ଦ୍ୱାରା ଜୀବନରୁ ପାପ, ମଳିନତା ଏବଂ ରୋଗ ଦୂର ହୁଏ। କିମ୍ବଦନ୍ତୀ ଅନୁସାରେ ଦେବୀ ପାର୍ବତୀ ଭଗବାନ ଶିବଙ୍କ ସହିତ ବିବାହ ପରେ କଠୋର ତପସ୍ୟା ଏବଂ ସ୍ନାନ କରିବା ପରେ ମହାଗୌରୀ ରୂପ ଧାରଣ କରିଥିଲେ। ତାଙ୍କ ପୂଜା କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି, ସୌଭାଗ୍ୟ ଏବଂ ଆଧ୍ୟାତ୍ମିକ ଶୁଦ୍ଧି ମିଳିଥାଏ। ନବମ ଦିନରେ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ସେ ତାଙ୍କ ଭକ୍ତମାନଙ୍କୁ ସମସ୍ତ ପ୍ରକାରର ସିଦ୍ଧି ପ୍ରଦାନ କରନ୍ତି। ତାଙ୍କୁ ପୂଜା କରିବା ପାଇଁ ଏବଂ ତାଙ୍କ କାହାଣୀ ଶୁଣିବା ପାଇଁ ଭକ୍ତଙ୍କ ଜୀବନରୁ ସମସ୍ତ ବାଧା ଦୂର ହୋଇଯାଏ, ଯାହାଦ୍ୱାରା ସୁଖ, ସମୃଦ୍ଧି, ଶାନ୍ତି ଏବଂ ମୋକ୍ଷ ମିଳିଥାଏ। କିମ୍ବଦନ୍ତୀରେ କୁହାଯାଇଛି ଯେ ଯେଉଁ ଭକ୍ତମାନେ ନବରାତ୍ରିର 9 ଦିନ ପାଇଁ ଭକ୍ତି ଏବଂ ବିଶ୍ୱାସର ସହିତ ଦେବୀଙ୍କ ପୂଜା କରନ୍ତି ସେମାନେ ଧନ, ସମୃଦ୍ଧି ଏବଂ ଆଧ୍ୟାତ୍ମିକ ପ୍ରଗତିରେ ଆଶୀର୍ବାଦ ପାଆନ୍ତି। ନବରାତ୍ରିର ଏହି ମହାନ ପର୍ବ ଆମକୁ ଶିକ୍ଷା ଦିଏ ଯେ ଜୀବନରେ ଆମେ ଯେତେ କଷ୍ଟର ସମ୍ମୁଖୀନ ହେଉନା କାହିଁକି, ଯଦି ଆମେ ସତ୍ୟ, ଭକ୍ତି, ସଂଯମ ଏବଂ ଶକ୍ତିର ପଥ ଅନୁସରଣ କରୁ ତେବେ ଶେଷରେ ବିଜୟ ଆମର ହେବ। ପ୍ରତିଦିନ ଦେବୀଙ୍କ ବିଭିନ୍ନ ରୂପର ପୂଜା କରି ଏବଂ ତାଙ୍କ ଗୁଣଗୁଡ଼ିକର ଧ୍ୟାନ କରି ଆମେ ନିଜ ଭିତରେ ସାହସ, ଆତ୍ମନିୟନ୍ତ୍ରଣ ଜ୍ଞାନ ଏବଂ ଆଧ୍ୟାତ୍ମିକ ଶକ୍ତି ବିକଶିତ କରିପାରିବା। ନବରାତ୍ରିର ଏହି 9 ଦିନିଆ ପର୍ବ ଜୀବନରେ ଧର୍ମ, ଭକ୍ତି, ଶକ୍ତି, ସାହସ ଏବଂ ସତ୍ୟର ବିଜୟର ପ୍ରତୀକ ଏବଂ ଯେଉଁମାନେ ଭକ୍ତି ସହିତ ଉପବାସ ପାଳନ କରନ୍ତି ସେମାନେ ଜୀବନରେ ସୁଖ, ସମୃଦ୍ଧି, ସନ୍ତାନ ସୁଖ ଏବଂ ଶେଷରେ ମୋକ୍ଷ ପ୍ରାପ୍ତ କରନ୍ତି। ଜୟ ମା ଦୁର୍ଗା।